ପିଲାଟି ନାଁ କହୁଛନ୍ତି ଆଉ ବହୁତ ଶୀଘ୍ର ଆର ପ୍ରମାଣ ଆସୁଛି, ଆପଣ ନିଶ୍ଚିନ୍ତ ପାଇବେ। ତାଙ୍କୁ ବାହାଘର କରା ପାଇଁ ଯେବେ କୁହାଗଲା ଯେ କୋର୍ଟ ମ୍ୟାରେଜ ରେଜିଷ୍ଟ୍ରି ମ୍ୟାରେଜ କରିଦେବା ପାଇଁ, ଯେ ସେବେଠୁ ଦୂରେଇବା ଆରମ୍ଭ ହେଇଛନ୍ତି ବୋଲି ଯାହା ଆମେ ଏପର୍ଯ୍ୟନ୍ତ ଖବର ପାଇଛେ। ଏ ଅଭିଯାନ ଆରମ୍ଭ ହେଲା, ଆମମାନଙ୍କର ବି ଆରମ୍ଭ ହେଲା। କଦାପି କୌଣସି ମତେ ଆମେ ଛାଡ଼ିବୁ ନାହିଁ ଯେଉଁ ପର୍ଯ୍ୟନ୍ତ ପ୍ରମାଣ ନ ମିଳିଛି। ଆଉ ଏ ଚେଷ୍ଟା ଆମର ଜାରି ରହିବ। ସେ ଉପରେ ଥାଉ ପଛେ ତାଙ୍କ ମାଆଙ୍କୁ, ତାଙ୍କ ପରିବାରକୁ ନ୍ୟାୟ ମିଳିବା ପର୍ଯ୍ୟନ୍ତ ଆମେ ଲଢ଼ିବୁ। କୌଣସି ମତେ କଳେ ବଳେ କୌଶଳ ଆମେ ଛାଡ଼ିବୁ ନାହିଁ। କିଛି ଭିଡ଼ିଓ ଭାଇରାଲ ହେଉଛି, କେହି ଜଣେ ଆସିକି ଖରାପ ଭାଷା ତାଙ୍କ ମାଆଙ୍କୁ ଗାଳି ଦେଉଛନ୍ତି, ସେଇଟା ପ୍ରକୃତରେ ନିନ୍ଦନୀୟ। ତାଙ୍କର ଅର୍ଗାନାଇଜର ଯିଏ ଥିଲେ ଯଦି ସେ କରିଛନ୍ତି ସେଟା ଭୁଲ। କାହିଁକି ନା ଏଇ ସମୟରେ ଯଦି ତମର ସଚ୍ଚୋଟ ଲୋକ, ଯଦି ଭଲ ଲୋକ, ଏଇ ଟାଇମରେ ତାଙ୍କ ମାଆଙ୍କ ସାଙ୍ଗରେ କାନ୍ଧ ଲାଗିବା କଥା। ଏଇ ସମୟରେ ଗୋଟେ ମାଆଟାକୁ ଏଇ ଶବ୍ଦ କାହିଁକି କହିବ ଯୋଉଟା କି ନିଜ ମାଆକୁ କହିପାରିବ ନାହିଁ। ତାଙ୍କ ସ୍ତ୍ରୀ, ତାଙ୍କ ମାଆ ଚାହିଁଥିଲେ ଆଜି ବି ହୁଏତ ସେ ବଞ୍ଚିଥାନ୍ତେ, ଆଉ ବହୁତ ଦିନ ବଞ୍ଚିଥାନ୍ତେ। ଏଇଟା ହଉଛି ଗୋଟେ ଅପୂରଣୀୟ କ୍ଷତି, ଯୋଉଟା କି ସମସ୍ତେ ଜାଣିଛନ୍ତି ଯେ ଯେବେଠୁ ହ୍ୟୁମାନ ଆସିଲାଣି ଓଡ଼ିଆ ଇଣ୍ଡଷ୍ଟ୍ରିକୁ, ସେବେଠାରୁ ଓଡ଼ିଶାର ସୁନାମଧନ୍ୟ ସଙ୍ଗୀତ ନିର୍ଦ୍ଦେଶକ ମାନେ ହିନ୍ଦୀ ଆଡ଼କୁ କିମ୍ବା ବମ୍ବେ ଆଡ଼କୁ ଯିବା ବନ୍ଦ କରିଦେଇଥିଲେ। କାହିଁକି ନା ସେଇ କୁମାର ସାନୁ କିମ୍ବା ଉଦିତ ନାରାୟଣ ହଉ କିମ୍ବା ସୁରେଶ ବାଡେକର ହୁଅନ୍ତୁ, ଯେଉଁମାନେ ବି ଆଗରୁ ଓଡ଼ିଆ ମ୍ୟୁଜିକ ଭିଡ଼ିଓରେ ବି ଗାଉଥିଲେ କିମ୍ବା ଅଡ଼ିଓରେ ଗାଉଥିଲେ, ତାଙ୍କର ଗୋଟେ ପ୍ରକାର କହିବାକୁ ଗଲେ ଓଡ଼ିଶାରେ ଗୀତ ହିଁ ବନ୍ଦ ହେଇଯାଇଥିଲା ଯେବେଠୁ ହ୍ୟୁମାନ ଆସିଥିଲା। ତାମାନେ ସେ ପ୍ରମାଣ କରିଦେଇଥିଲେ ଯେ ସେ ସେଇ ଲେବୁଲର ସିଙ୍ଗର, ଯୋଉଠି ହ୍ୟୁମାନ ଅଛନ୍ତି ସେଠି ବମ୍ବେ ସିଙ୍ଗରଙ୍କର ଆବଶ୍ୟକତା ନାହିଁ ବୋଲି। ଆଉ ଯୋଉ କ୍ଷତିପୂର୍ଣ୍ଣ କଥା କହୁଛନ୍ତି, ପ୍ରକୃତରେ ଏଇଟା ହଉଛି ଅପୂରଣୀୟ। ଆଉ ଇଏ କ୍ଷତି ପରେ ଆଠୁ ଗୋଟେ ବଡ଼ କ୍ଷତି ହେବ ବୋଲି ଆମେ ଆଶା କେବେ କରିପାରିବୁ ନାହିଁ। ଆଉ ସବୁଠୁ ଇମ୍ପୋର୍ଟାଣ୍ଟ କଥା ହେଉଛି, ଯେତେବେଳେ ଅକ୍ଷୟ ମହାନ୍ତି ମରିଥିଲେ ସେଇ 17 ତାରିଖରେ ମରିଥିଲେ, ଆଉ ଇଏ ବି ସେଇ 17 ତାରିଖରେ ହିଁ ଯାଇଛନ୍ତି। ଆଉ ତାଠୁ ଇଣ୍ଟରେଷ୍ଟିଂ କଥା ହେଉଛି, ତାଙ୍କର ବି 6ଟା ଅକ୍ଷର ନାଁ ଥିଲା, ତାଙ୍କର ବି ସେଇ 6ଟା ଅକ୍ଷର ନାଁ। ତ ଏମାନେ ଯେତେବେଳେ ଜନ୍ମ ହୁଅନ୍ତି ନା, କଥାରେ ଅଛି ଗ୍ରହ ନକ୍ଷତ୍ର ସେମିତି ସଜାଡ଼ି ହେଇକି ଥିଲେ, ଏମିତି କିମ୍ବଦନ୍ତୀ କିମ୍ବା ଏମିତି ଭାଗ୍ୟବାନ କଳାକାର ମାନେ ଜନ୍ମ ହୁଅନ୍ତି, ଯୋଉଟା କି ଆମେ ହରେଇଦେଲେ। ଏଇଟା ଆମେ ଦୁର୍ଭାଗ୍ୟ କହିବା କି କ'ଣ କହିବା ଆମେ ଜାଣିପାରୁନୁ, କିନ୍ତୁ ଆମେ ବହୁତ ବଡ଼ ଲସ୍ କରିଛେ। ଆଉ ଏଇଟା ପୂରଣ କରିବା ଭବିଷ୍ୟତ ପର୍ଯ୍ୟନ୍ତ ସମ୍ଭବ ନୁହେଁ। ଭାଇ କୁହାଯାଉଛି ତାଙ୍କ ମା କାଲି ବିଭିନ୍ନ ପ୍ରକାର ଅଭିଯୋଗ ଆଣିଛନ୍ତି, ହ୍ୟୁମାନ ସାଗରକୁ ଜାଣିଶୁଣି ମରଣ ମୁହଁକୁ ଠେଲି ଦିଆଗଲା। ଦେଖନ୍ତୁ, ପ୍ରମାଣ ନ ପାଇବା ପର୍ଯ୍ୟନ୍ତ ଆମେ କୌଣସି ଜିନିଷ କହିବା ଉଚିତ ନୁହଁ, କିନ୍ତୁ ଯଦି ସେ ତାଙ୍କ ପେଟରୁ ବାହାରିଛି, ନିଶ୍ଚିନ୍ତ ଛୁଞ୍ଚିଥିଲେ ଶାବଳ ବାହାରେ। ବିନା କାରଣରେ କୌଣସି ଲୋକ କୁହନ୍ତି ନାହିଁ। ଆଉ ଗୋଟେ ମା ତା ପିଲା ସହିତ ବହୁତ ଇମୋସନାଲି ଆଟାଚ୍ ଥାଏ। ଆଉ ହୁଏତ ସେଇ ସମୟଟା ମା ପାଇଁ ଅସହ୍ୟ ସମୟଟା ଥାଏ, ମାନେ ବିକୃତ ସମୟ ଥାଏ, ସମ୍ଭାଳି ପାରିବେନି ନିଜକୁ ନିଜ। ପ୍ରତ୍ୟେକ ମାଙ୍କର ସେଟା ଆମେ ଦେଖି ଆସିଛେ। କିନ୍ତୁ ଯଦି ପର୍ଟିକୁଲାର କୌଣସି ନାଁ ବାହାରୁଛି, ହୁଏତ ତା ଭିତରେ କିଛି ଥାଇପାରେ। ସେଟା ଇନକ୍ୱାରି କରିବା ନିହାତି ଆବଶ୍ୟକତା ଅଛି, ନହେଲେ ଦାବା ଦେଇ ଜଣେ ଏତେ ଦମ୍ଭ ସହିତ କହିପାରିନଥାନ୍ତେ। ଆମେ ବି ଶୁଣିଛେ, ଆଉ ଲାଗୁଛି କିଛି ନିହାତି ଅଛି, ଘଟଣା ଅଛି। ଓଡ଼ିଆ ସଙ୍ଗୀତର ଗୋଟେ ସୁନାମଧନ୍ୟ ଲେଡି ଗାୟିକା, ମହିଳା ଗାୟିକାଙ୍କ ନାଁ ଉଠୁଛି, ସିଏ ମଧ୍ୟ କୁହାଯାଉଛି କଥାରେ ସମ୍ପୃକ୍ତ ଅଛନ୍ତି। ହ୍ୟୁମାନଙ୍କୁ ଟ୍ରାପ୍ କରାଯାଉଥିଲା, ଟର୍ଚର କରାଯାଉଥିଲା, ଏଭଳି ସବୁ ଅଭିଯୋଗ ଆସୁଛି, ସାଂଘାତିକ। ମୁଁ ମଧ୍ୟ ସେଠି କାଲି ଥିଲାବେଳେ ଶୁଣିଛି, ତାଙ୍କ ମା କହିଛନ୍ତି ଏହା ଯେ ବହୁତ ଆଟାଚ୍ ଥିଲା ତାଙ୍କ ସାଙ୍ଗରେ, ତାଙ୍କ ରୁମ୍ରେ ବି ରହୁଥିଲା କୁଆଡ଼େ ଆସିକି। କିଛି ଦିନ ହବ, 3 ମାସ ହବ କୁଆଡ଼େ ସେ ଦୂରେଇଛନ୍ତି। ଆଉ ଅଲଗା କିଛି ଆଭାସ ମଧ୍ୟ ମିଳିଲାନି ଯେ ତାଙ୍କ ସହିତ ଆଟାଚ୍ ଥିଲା, ତାଙ୍କ ସହିତ ବାହାଘର ହବାର ଥିଲା। ଅର୍ପିତା ନାଁ ଯୋଉ ପିଲାଟି ନାଁ କହୁଛନ୍ତି, ଆଉ ବହୁତ ଶୀଘ୍ର ଆର ପ୍ରମାଣ ଆସୁଛି, ଆପଣ ନିଶ୍ଚିନ୍ତ ପାଇବେ। ତାଙ୍କୁ ବାହାଘର କରା ପାଇଁ ଯେବେ କୁହାଗଲା ଯେ କୋର୍ଟ ମ୍ୟାରେଜ ରେଜିଷ୍ଟ୍ରି ମ୍ୟାରେଜ କରିଦେବା ପାଇଁ, ଯେ ସେବେଠୁ ଦୂରେଇବା ଆରମ୍ଭ ହେଇଛନ୍ତି ବୋଲି ଯାହା ଆମେ ଏପର୍ଯ୍ୟନ୍ତ ଖବର ପାଇଛେ। ଆଉ ଯଦି ଏଇଟା ସତ୍ୟ ହେଇଥାଏ, ଏଇଟା ବହୁତ ବଡ଼ ଅପରାଧ। ଆଉ ଯଦି ଏ ଅପରାଧ ସେ କରିଥାନ୍ତି, ତାହେଲେ ନିଶ୍ଚିନ୍ତ ତାଙ୍କ ମୃତ୍ୟୁ ପଛରେ କିମ୍ବା ମୃତ୍ୟୁକୁ ଇନ୍ସପାୟାର କରିବା ପାଇଁ, ମୃତ୍ୟୁକୁ ସହଯୋଗ କରିବା ପାଇଁ ଇଏ ସାଥ ଦେଇଥାଇ ପାରନ୍ତି। ଭାଇ ଆଉ ଗୋଟେ କଥା ଚର୍ଚ୍ଚା ହେଉଛି, ହ୍ୟୁମାନଙ୍କୁ ତନ୍ତ୍ର କରାଯାଇଥିଲା, ଏଭଳିଆ ମଧ୍ୟ ଶିକାର ହେଇଛନ୍ତି। ତନ୍ତ୍ର କରିକି ତାଙ୍କୁ ବଶୀଭୂତ କରିକି ରଖାଯାଇଥିଲା। ହ୍ୟୁମାନଙ୍କୁ ଉଠ କହିଲେ ଉଠୁଥିଲେ, ବସ୍ କହିଲେ ବସୁଥିଲେ,
ତାଙ୍କ ପାଖରେ 6 ଜଣ ଲୋକ ଥିଲେ କିନ୍ତୁ ତାଙ୍କ ଶେଷ ସମୟରେ ତାଙ୍କ ପାଖରେ କେହି ନଥିଲେ। ମୁଁ କିନ୍ତୁ ଏ ତନ୍ତ୍ରକୁ ବିଶ୍ୱାସ କରିବି ନାହିଁ। କାହିଁକି ନା ମନ୍ତ୍ର ତନ୍ତ୍ର ଯନ୍ତ୍ର ସତ୍ୟ ତ୍ରେତୟା ଆଉ କଳିଯୁଗ, କଳିଯୁଗରେ ଯନ୍ତ୍ର ଚାଲେ ଆଉ ମନ୍ତ୍ର ତନ୍ତ୍ର ଚାଲେନି ବୋଲି ମୁଁ ଜାଣିଛି। କିନ୍ତୁ ହଁ, ଯେତେବେଳେ ଆପଣମାନେ ଜାଣିଥିବେ, ଯେତେବେଳେ ଗୋଟେ ମଣିଷ ହାରାସମେଣ୍ଟ ହେଇଯାଏ କିମ୍ବା ପାଣି ଭିତରେ ବୁଡ଼ି ଯାଉଥାଏ, ପତ୍ର ଟିକେ ହେଲେ ବି ସାହା, ସେ ପତ୍ର ଟିକେ ମାନେ ହେଇକି ତାକୁ ୟୁଜ୍ କରୁଛନ୍ତି ବୋଧ ହୁଏ। କିନ୍ତୁ ନିଶ୍ଚିନ୍ତ ଆଗକୁ ଜଣାପଡ଼ିବ ବୋଲି ଆଶା। ଆଉ ଏ ଅଭିଯାନ ଆରମ୍ଭ ହେଲା, ଆମମାନଙ୍କର ବି ଆରମ୍ଭ ହେଲା। କଦାପି କୌଣସି ମତେ ଆମେ ଛାଡ଼ିବୁ ନାହିଁ ଯେଉଁ ପର୍ଯ୍ୟନ୍ତ ପ୍ରମାଣ ନ ମିଳିଛି। ଆଉ ଏ ଚେଷ୍ଟା ଆମର ଜାରି ରହିବ। ସେ ଉପରେ ଥାଉ ପଛେ ତାଙ୍କ ମାଆଙ୍କୁ, ତାଙ୍କ ପରିବାରକୁ ନ୍ୟାୟ ମିଳିବା ପର୍ଯ୍ୟନ୍ତ ଆମେ ଲଢ଼ିବୁ। କୌଣସି ମତେ କଳେ ବଳେ କୌଶଳ ଆମେ ଛାଡ଼ିବୁ ନାହିଁ। ଭାଇ ଯେତେବେଳେ କାଲି ଦେଖୁଥିଲୁ ସେଠି ଯେତେବେଳେ ଏକ ଶୋକ ସନ୍ତପ୍ତ ପରିସ୍ଥିତି ଥିଲା, ସେତେବେଳେ ତାଙ୍କର ହ୍ୟୁମାନ ସାଗରକୁ ଯେ ଚିକିତ୍ସାରେ ସାହାଯ୍ୟ କରୁଥିଲେ ତାଙ୍କର ସହାୟକ ସିଏ ଆଉ ଏବଂ ତାଙ୍କର ଜଣେ ଭଉଣୀ ତାଙ୍କ ମାଆଙ୍କୁ ଭାଷା ଅଭାଷା କହି ଗାଳି ଦଉଥିଲେ। ଗୋଟେ ସଂଘର୍ଷମୟ ପରିସ୍ଥିତି ସେଠି ସୃଷ୍ଟି ହେଇଥିଲା। ଶୋକମୟ ସମ୍ବେଦନଶୀଳ ପରିସ୍ଥିତି ମଧ୍ୟରେ ଏଭଳି ସଂଘର୍ଷ ଠିକ? ହଁ, ସେ ସଂଘର୍ଷଟା ହୁଏତ ପରେ କଥା ହେଇପାରିଥାନ୍ତେ, କିନ୍ତୁ ସେଇଟା ସଂଘର୍ଷ ବେଳେ ମୁଁ ନଥିଲି, ଜାଣିନି। କିନ୍ତୁ କାଲି ରାତିରେ ଆମେ 3:40 ସାଢ଼େ 3ଟା ପରେ ଆସିଲା ପରେ ଏବେ କିଛି ଭିଡ଼ିଓ ଭାଇରାଲ ହେଉଛି, କେହି ଜଣେ ଆସିକି ଖରାପ ଭାଷାରେ ତାଙ୍କ ମାଆକୁ ଗାଳି ଦେଉଛନ୍ତି। ସେଇଟା ପ୍ରକୃତରେ ନିନ୍ଦନୀୟ। ନାଇଁ, ତାଙ୍କର ଅର୍ଗାନାଇଜର ଯିଏ ଥିଲେ ପପୁ ତାଙ୍କ ନାମରେ ଭିଡ଼ିଓରେ ଦେଖାଯାଉଛି ତାଙ୍କ ମାଆ। ହଁ ହଁ, ଯଦି ସେ କରିଛନ୍ତି ସେଇଟା ଭୁଲ। କାହିଁକି ନା ଏଇ ସମୟରେ ଯଦି ତମର ସଚ୍ଚୋଟ ଲୋକ, ଯଦି ଭଲ ଲୋକ, ଏଇ ଟାଇମରେ ତାଙ୍କ ମାଆଙ୍କ ସାଙ୍ଗରେ କାନ୍ଧ ଲାଗିବା କଥା, ତାଙ୍କ ପରିବାର ସାଙ୍ଗରେ କାନ୍ଧ ଲାଗିବା କଥା। ଆମେ ତ ପୁଣି ରାତି 3:40 4ଟା ପର୍ଯ୍ୟନ୍ତ ଆମେ ଅପେକ୍ଷା କରୁଥିଲୁ, ତାଙ୍କୁ ସାଥ ଦଉଥିଲୁ। ସେମିତି ସାଥ ଦେଇଥିଲେ ହୁଏତ ତମକୁ ଆଜି ନହେଲେ କାଲି ସେ ଚିହ୍ନି ପାରିଥାନ୍ତେ। ଯଦି ତମେ କହୁଛ ଭୁଲ ନାହିଁ, ଏଇ ସମୟରେ କେମିତି ଗୋଟେ ଭାଇ ଯଦି ମାନୁଥିଲ, ଭାଇ ଯଦି ଭାବୁଥିଲ, ଏଇ ସମୟରେ ଗୋଟେ ମାଆଟାକୁ ଏଇ ଶବ୍ଦ କାହିଁକି କହିବ ଯୋଉଟା କି ନିଜ ମାଆକୁ କହିପାରିବ ନାହିଁ? ଭାଇ ହ୍ୟୁମାନଙ୍କ ସ୍ତ୍ରୀ କି ନେଇକି ମଧ୍ୟ ଗୋଟେ କଥା ଚର୍ଚ୍ଚା ହେଉଛି, ଯେଉଁ ସ୍ତ୍ରୀ 4-5 ବର୍ଷ ହେବ ଆସିନଥିଲେ, ସ୍ୱାମୀର ଯେତେବେଳେ ସ୍ୱାସ୍ଥ୍ୟ ଅବସ୍ଥା ସିରିୟସ୍ ଥିଲା ସେତେବେଳେ ମଧ୍ୟ ଆସିଲେ, ଶେଷ ସମୟରେ ଆସିକି ଦେଖିଲା ବେଳେ ଗାଡ଼ିରେ କାନ୍ଦି କାନ୍ଦି ଆସୁଥିଲେ। ଶୁଣନ୍ତୁ, ମାଆଙ୍କୁ କୁହାଯାଏ ସର୍ବସାହା। ମା ଯେତେ ରାଗିଥିଲେ ବି ଶେଷକୁ ସେ ପ୍ରତ୍ୟେକ କର୍ତ୍ତବ୍ୟ କରେ। କିନ୍ତୁ ସ୍ତ୍ରୀ ବି ଯେ ଆମେ ନାଗୁଣୀ କହିପାରିବା ନାହିଁ। ସ୍ତ୍ରୀ କୋଉ ସିଚୁଏସନରେ କ'ଣ ହେଇଛି ତାଙ୍କ ପରିବାର ଭିତରେ ଆମେ ସବୁ କଥା ଜାଣିନେ, ଯେହେତୁ ଆମେ କାହାକୁ ଆକ୍ଷେପ କରିବା ଉଚିତ ନୁହଁ। ସ୍ତ୍ରୀ ଶେଷ ସମୟରେ ଆସିଛନ୍ତି ଏବଂ ଆମେମାନେ ଡିସ୍କସ୍ ହେଇସାରିଲା ପରେ ତାଙ୍କ ଝିଅଙ୍କୁ ନେଇକି ତାଙ୍କ ପାଖରେ ପହଞ୍ଚିଛନ୍ତି, ସେଇଟା ବିରାଟ ବଡ଼ କର୍ତ୍ତବ୍ୟ କରିଛନ୍ତି। କିନ୍ତୁ ହଁ, ସ୍ତ୍ରୀଙ୍କ ଦୋଷ ମୁଁ ଏଇଆ ଦେଇପାରିବି, ଯେତେବେଳେ ଏ ଜିନିଷ ଭୁଲ ଭାଲ ଆରମ୍ଭ ହେଲା, ପ୍ରତ୍ୟେକ ସ୍ତ୍ରୀ ପ୍ରତ୍ୟେକ ନାରୀଙ୍କର ସେ ଶକ୍ତି ଅଛି। କାହିଁକି ନା କହିଛନ୍ତି ସରସ୍ୱତୀ ମା, ଦୁର୍ଗା ମା, କାଳୀ ମା 3 ପ୍ରକାର ମା ହେଇପାରନ୍ତି। ସେ ମା ବି ହେଇପାରନ୍ତି, ସ୍ତ୍ରୀ ବି ହେଇପାରନ୍ତି, ଭଉଣୀ ବି ହେଇପାରନ୍ତି। ଯେ 3 ପ୍ରକାର ଅଂଶ ଭଗବାନ ତାଙ୍କୁ ଦେଇଛନ୍ତି, ସିଏ କୌଣସି ନା କୌଣସି ରୂପରେ ତାଙ୍କୁ ସେ ମଝି ପିରିୟଡ ଯଦି ବଦଳେଇ ପାରିଥାନ୍ତେ, ହୁଏତ ଆଜିକା ଏ ଦଶା ଦେଖିବାକୁ ପାଇନଥାନ୍ତା। ଆପଣ ସହିତ କେବେ କଥା ହେଇଥିଲେ, କେବେ ଦେଖା ହେଇଥିଲେ? ମୋର ମ୍ୟାକ୍ସିମମ୍ ଟାଇମ୍ ଏଇ ଷ୍ଟୁଡ଼ିଓରେ ଭେଟ ହୁଅନ୍ତି। ମ୍ୟାକ୍ସିମମ୍ ଟାଇମ୍ ବହୁତ ସମୟ ସିଏ ଟାଇମ୍ ସ୍ପେଣ୍ଡ କରନ୍ତି। ଭଲ ସମୟରେ ଯେତେବେଳେ ସମୟ ମିଳେ, ଯେତେବେଳେ ସମୟ ଷ୍ଟ୍ରେସ୍ ଅଧିକା ହୁଅନ୍ତି କିମ୍ବା ଅଧିକ ଟେନସନ୍ ଲାଗେ, ଆସନ୍ତି। ଜିତୁ ଭାଇଙ୍କ ସହିତ, ବଡ଼ ଭାଇ ଜିତୁ ଭାଇଙ୍କ ସହିତ କଥାବାର୍ତ୍ତା ବହୁତ ସମୟ ହୁଅନ୍ତି, ଆଲୋଚନା ହୁଅନ୍ତି, ସଜେସନ୍ ନିଅନ୍ତି। ଆଉ ଆମେ ବି ଲାଷ୍ଟ 8-10 ଦିନ କିମ୍ବା 15 ଦିନ ତଳେ ବସିଥିଲୁ ଷ୍ଟୁଡ଼ିଓରେ, ରାତି 2ଟା ପର୍ଯ୍ୟନ୍ତ ସେ ବସିକି ତାଙ୍କ ଲାଇଫ୍ କଥା କହୁଥିଲା, ସବୁ ଶୁଣୁଥିଲୁ। କେବଳ ହ୍ୟୁମାନ ନୁହଁ, ଏଇ ପରିସ୍ଥିତିରେ ମୁଁ କହିବି ପ୍ରତ୍ୟେକ ପୁରୁଷ ଏତେ ସହନ୍ତି, ବହୁତ କିଛି ପେଟରେ ରଖନ୍ତି, ମନରେ ରଖନ୍ତି, କହିପାରନ୍ତି ନାହିଁ। ଏମିତି ଜଣେ ହ୍ୟୁମାନ ସାଗର, ଯାହାକି ଆମେ ସାମ୍ନାସାମ୍ନି ଦେଖିଗଲେ। ଦେହ ଖରାପ ବିଷୟରେ ଆପଣ କେବେ ସେୟାର କରୁଛନ୍ତି? ଯେବେଠୁ ଦେହ ଖରାପ ହେଇଥିଲା ସେବେଠୁ ସେ ମଦ ଛାଡ଼ିବା ଆରମ୍ଭ କରିଥିଲେ, ଚେଷ୍ଟା ମଧ୍ୟ କରିଥିଲେ ସେ ନିଶାଟାକୁ ଛାଡ଼ିବା ପାଇଁ। ଆମେ ଜାଣିଛୁ, ସେ ନିଜେ ମାନିଛନ୍ତି ଯେ ନାଇଁ ମୁଁ ନିଶା ଖାଉନି ସାର୍, ଆଉ ଚେଷ୍ଟା କରୁଛି ଭଲ ହେବା ପାଇଁ। ତା ଭିତରେ ଅତ୍ୟଧିକ ଗୋଟେ ମଣିଷ କେତେ ବି ସହିବ? ଯେମିତି ଆଉ ଗୋଟେ ଏକ୍ସାମ୍ପଲ୍ ଦେଉଛି, ଗୋଟେ ଲୋଟାରେ ଆପଣ ପାଣି ଢାଳିବେ, ଫୁଲ୍ ହେଇଗଲା, ତାପରେ ବି ଢାଳି ଚାଲିବେ, କେତେ ସହିବ ଗୋଟେ ମଣିଷ? ସେମିତି ଗୋଟେ ଅସହ୍ୟ ସମୟ ଆସିଲେ, ଯଦି ନିଶା କେବେ ସଉକରେ ଖାଉଥିବ ସେ, ଯେତେବେଳେ ଅସହ୍ୟ ସମୟ ଆସେ ନିଶାର ପରିମାଣଟା ବଢ଼ିଯାଏ, ଯାହାଫଳରେ କି ତା ସ୍ୱାସ୍ଥ୍ୟ ଖରାପ ହେଇଥାଇପାରେ। ଏଇ ଆମେ ଆଶା କରୁଛୁ। ଆଉ ପରିମାଣ ସେତେବେଳେ ବଢ଼େ ଯେତେବେଳେ ଅତ୍ୟଧିକ ଟେନସନ୍ ଆଉ ନିଜ ଲୋକ ଯେତେବେଳେ କଷ୍ଟ ଦିଅନ୍ତି, ସେଇଟା କାହାକୁ ଖୋଲିକି ନ କହିପାରନ୍ତି, ଭିତରେ ଭିତରେ ଜଳନ୍ତି। ଲାଷ୍ଟ 2 ବର୍ଷ ହେଲାଣି ଆମେ ଶୁଣୁଛୁ ଯେ ତାଙ୍କ ଦେହ ଖରାପ ଥିଲା, ଯେ 2 ବର୍ଷ ପୂର୍ବରୁ ତାପରେ ରେଷ୍ଟ ନେଇଥିଲେ ହୁଏତ ଆଜି କିଛି ଭଲ ହେଇପାରିଥାନ୍ତା। ରେଷ୍ଟ ବି ଆବଶ୍ୟକତା ଥିଲା, ଆଉ ମୁଣ୍ଡ ଥଣ୍ଡା କରିବା ପାଇଁ ଜଣେ ବ୍ୟକ୍ତିର ବି ଆବଶ୍ୟକତା ଥିଲା, ଯୋଉଟା ଅଭାବ ପଡ଼ିଲା। ଆଉ ମୁଁ ଭାବୁଛି, ମାନେ ମୁଁ ଏତେବେଳେ ସର୍ବଜ୍ଞ ନୁହଁ, କିନ୍ତୁ ଭାବୁଛି
ତାଙ୍କ ସ୍ତ୍ରୀ ତାଙ୍କ ମା ଚାହିଁଥିଲେ ଆଜି ବି ହୁଏତ ସେ ବଞ୍ଚିଥାନ୍ତେ ଆଉ ବହୁତ ଦିନ ବଞ୍ଚିଥାନ୍ତେ।